ସେତେବେଳେ ଭାରତରେ ଇଂରେଜ ଶାସନ ଚାଲୁଥାଏ। ଅତି କମ୍ ସଂଖ୍ୟକ ଭାରତୀୟ ଉଚ୍ଚ ସରକାରୀ ପଦରେ ନିଯୁକ୍ତି ହୋଇପାରୁଥାନ୍ତି। ସାର୍ ଗୁରୁଦାସ ବନ୍ଦ୍ୟୋପାଧ୍ୟାୟ ସେହି ସମୟରେ କଲିକତା ହାଇକୋର୍ଟର ନ୍ୟାୟାଧୀଶ ଥିଲେ ଓ ତତ୍ସହିତ କଲିକତା ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ମଧ୍ୟ ଥିଲେ। ଥରେ ସାର୍ ଗୁରୁଦାସ ହାଇକୋର୍ଟରେ ବସି କୌଣସି ମକଦ୍ଦମା ଶୁଣୁଥିଲେ। ସେତିକିବେଳେ ଗୋଟିଏ ବୁଢ଼ୀ ଆସିଲା। ସେଇ ବୁଢ଼ୀ ସାର୍ ଗୁରୁଦାସଙ୍କୁ ପିଲାବେଳେ କ୍ଷୀର ପିଆଇଥିଲା। ସେ ତାଙ୍କର ଧାଇ ଥିଲା। ବହୁତ ବର୍ଷ ହେଲା ସେ ତା ଗାଁକୁ ଚାଲି ଯାଇଥିଲା। ବହୁ ଦିନରୁ ସେ କଲିକତା ଆସିନଥିଲା। ସେଇ ବର୍ଷ ଗ୍ରହଣ ଲାଗିଥିବାରୁ ସେ ଗଙ୍ଗା ସ୍ନାନ କରିବାକୁ କଲିକତା ଆସିଥିଲା। ଗଙ୍ଗା ସ୍ନାନ କରିବା ପରେ ତାର ସ୍ନେହର ଗୁରୁଦାସକୁ ଟିକେ ଦେଖିବାକୁ ମନ ହେଲା। ଲୋକମାନଙ୍କୁ ପଚାରି ପଚାରି ସେ ହାଇକୋର୍ଟକୁ ଚାଲି ଆସିଥିଲା। ଗରିବ ଗାଉଁଲି ବୁଢ଼ୀଟି ମଇଳା ଲୁଗା ପିନ୍ଧିଥିଲା। ଗଙ୍ଗା ସ୍ନାନ କରିବା ଦ୍ୱାରା ତା ଲୁଗା ଓଦା ହୋଇଯାଇଥିଲା। ସେ ଶୁଖିଲା ଲୁଗା ମଧ୍ୟ ପିନ୍ଧିନଥିଲା। ହାଇକୋର୍ଟର ଚପରାସି ତାକୁ ଭିତରକୁ ଛାଡ଼ୁନଥାଏ। ଏ ବୁଢ଼ୀ ତାକୁ ହାତ ଯୋଡ଼ି କହୁଥାଏ, ଭାଇଟା ପରା, ମୋତେ ଟିକେ ମୋ ଗୁରୁଦାସକୁ ଭେଟିବାକୁ ଦେ। ଅଚାନକ ସାର୍ ଗୁରୁଦାସଙ୍କର ଦରଜା ଆଡ଼କୁ ଦୃଷ୍ଟି ଚାଲିଗଲା। ସେ ହଠାତ୍ ନ୍ୟାୟାଧୀଶ ଆସନରୁ ଉଠି ପଡ଼ିଲେ। ତାଙ୍କୁ ଆସୁଥିବାର ଦେଖି ଚପରାସି ଆଡ଼େଇ ହୋଇଗଲା। ସାର୍ ଗୁରୁଦାସ ଭୂମିରେ ଲମ୍ବ ହୋଇ ପଡ଼ିଯାଇ ସେହି ମଳିଆ ଅପରିଷ୍କୃତ ଗରିବ ବୁଢ଼ୀକୁ ଦଣ୍ଡବତ ପ୍ରଣାମ କଲେ। ସମସ୍ତେ ଆଚମ୍ବିତ ହୋଇ ଚାହିଁ ରହିଥାନ୍ତି। ଗାଉଁଲି ବୁଢ଼ୀକୁ କ'ଣ ଜଣା ଯେ ହାଇକୋର୍ଟ କ'ଣ ଓ ଜଜ୍ କ'ଣ? ତାର ଦୁଇ ଆଖିରୁ ଅଶ୍ରୁଧାର ଝରି ଆସିଲା। ସେ ଆଶୀର୍ବାଦ ଦେଇ କହିଲା, ମୋ ଗୁରୁଦାସ ବୁଢ଼ାଟିଏ ହୋଇଥା। ସାର୍ ଗୁରୁଦାସ ସମସ୍ତଙ୍କୁ ଜଣାଇ ଦେଲେ, ଏ ମୋର ମା। ଏ ମୋତେ ପିଲାବେଳେ କ୍ଷୀର ପିଆଇ ମଣିଷ କରିଛନ୍ତି। ଆଜିର ମକଦ୍ଦମା ଏବେ ଏଉଠୁ ବନ୍ଦ ରହିଲା। ମୁଁ ୟାଙ୍କୁ ନେଇ ଘରକୁ ଯାଉଛି। ଜଷ୍ଟିସ୍ ସାର୍ ଗୁରୁଦାସ ସେଇ ବୁଢ଼ୀକୁ ନିଜ ବାସଭବନକୁ ନେଇଗଲେ ଓ ସେଠାରେ ସମ୍ମାନର ସହିତ ତାର ସତ୍କାର କଲେ। କ୍ଷୀର ପିଆଉଥିବା ଧାଇ ମଧ୍ୟ ମା ଅଟେ। ସେ ଏତେ ବଡ଼ ଜଜ୍ ହୋଇ ଧାଇକୁ ମଧ୍ୟ ଏତେ ସମ୍ମାନ ଦେଉଥିଲେ। ସେ ତାଙ୍କ ମା ସ୍ୱର୍ଣ୍ଣମଣି ଦେବୀଙ୍କୁ କେତେ ସମ୍ମାନ ଦେଉନଥିବେ? ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ଓ ଉଚ୍ଚ ପଦବୀ ପାଇ ନିଜର ମା ବାପାଙ୍କୁ ଏବଂ ଘର ଓ ଗାଁର ବଡ଼ ବଡ଼ ଲୋକଙ୍କୁ ସମ୍ମାନ ଦିଅନ୍ତି ନାହିଁ, ସେମାନେ ବିଚାରହୀନ ଅଟନ୍ତି। ପ୍ରକୃତରେ ଭଲ ମଣିଷ ସେହିମାନେ ଯେଉଁମାନେ ପଦ, ବିଦ୍ୟା ଓ ବଡ଼ିମା ପାଇ ମଧ୍ୟ ଅଭିମାନ କରନ୍ତି ନାହିଁ। ସେମାନେ ସର୍ବଦା ନମ୍ର ରହନ୍ତି ଓ ବଡ଼ମାନଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି।